ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ସୁରଭି 2024 ମସିହାର ସୃଜନଶୀଳ ଲିଖନ କ୍ରିଏଟିଭ୍ ରାଇଟିଂ ଜୁନିୟର ଗ୍ରୁପର ଯାହାକି ଚତୁର୍ଥରୁ ସପ୍ତମ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ। ବିଷୟବସ୍ତୁ ଆମ ଲୋକକଳା ଆମ ଗୌରବ। ଚତୁର୍ଥରୁ ସପ୍ତମ ଶ୍ରେଣୀ ସୃଜନଶୀଳ ଲିଖନ ଜୁନିୟର ବିଭାଗର ବିଷୟଟି ହେଉଛି ଆମ ଲୋକକଳା ଆମ ଗୌରବ। ଆରମ୍ଭ କରିବା। ଆମ ଲୋକକଳା ଆମ ଗୌରବ। ମୋ ରାଜ୍ୟ ଓଡ଼ିଶା ବିଶ୍ୱ ଭୂମଣ୍ଡଳେ ସର୍ବଶ୍ରେଷ୍ଠ ସ୍ଥାନର ଅଧିକାର କରିଅଛି। ମୋର ଆସ୍ଥା ଓ ଅସ୍ତିତ୍ୱର ପ୍ରତୀକ ସେ ହିଁ ମହାପ୍ରଭୁ ଜଗନ୍ନାଥ। ପ୍ରତିଟି ଓଡ଼ିଆର ହୃଦୟରେ ସମର୍ପଣର ଭାବ ଆମ ଧର୍ମ ଓ ସଂସ୍କୃତି। ଅମୃତ ବେଳାର ଅମୃତ ଲଗ୍ନରେ ଆଜି ମହାକାଳର ସୀମା ନାହିଁ, ସମାପ୍ତ ନାହିଁ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଓଡ଼ିଆ ଜାତିର ରାଷ୍ଟ୍ର ଦେବତା ମହାପ୍ରଭୁ ଜଗନ୍ନାଥ। ମୋ ଓଡ଼ିଶାର ଧର୍ମ କହିଲେ କେବଳ ଜଗନ୍ନାଥଙ୍କର ଉପାସନାକୁ ହିଁ ବୁଝାଇଥାଏ, ଯାହା ପରମ୍ପରା ଉପରେ ଆଧାରିତ। ଆଉ ପରମ୍ପରା ଆମ ଲୋକକଳାରେ ହିଁ ନିହିତ ଥାଏ। ଆମ ଲୋକକଳା ଆମ ଗୌରବ ଅଟେ, ସର୍ବଶ୍ରେଷ୍ଠ ପରିଚୟ ଅଟେ। ଆମ୍ଭ ରାଜ୍ୟ କଳାମୟ ରାଜ୍ୟ, ଯହିଁର ଗୌରବ ପୂର୍ବପୁରୁଷରୁ ସ୍ୱାଭିମାନୀ ଓଡ଼ିଆର କଳା ଭାବରେ ଚିର ପରିଚିତ ସମଗ୍ର ବିଶ୍ୱ ଦରବାରରେ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଲୋକକଳା ପୁରାତନ ତଥା ସମୃଦ୍ଧ ଅଟେ। ହସ୍ତତନ୍ତ୍ର ଶିଳ୍ପ, ସମ୍ବଲପୁରୀ ଶାଢ଼ୀ, ଟେରାକୋଟା ଶିଳ୍ପ ଓ ତାରକସି କାମ ସମଗ୍ର ଦେଶ ତଥା ଦେଶ ବାହାର ଲୋକଙ୍କର ପ୍ରଥମ ପସନ୍ଦ। ସଂସ୍କୃତି ଓ ଧର୍ମର ସମନ୍ୱୟ ଫଳରେ ଓଡ଼ିଆ ଜାତି ସୃଷ୍ଟି କରିଛି ବିଶ୍ୱର କୋଣ ଅନୁକୋଣରେ ଏକ ସ୍ୱତନ୍ତ୍ର ସ୍ଥାନ। ଗୋଟିପୁଅ ନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଡାଲଖାଇ ନୃତ୍ୟ, କଣ୍ଢେଇ ନାଚ, ସିଂହବାଦ୍ୟ, ଘୁମୁରା ନାଚ, ଦଣ୍ଡ ନାଚ, ବରଗଡ଼ର ଧନୁଯାତ୍ରା, କରମା ନୃତ୍ୟ, ଲଉଡ଼ି ଖେଳ, ବାଉଁଶରାଣୀ ନୃତ୍ୟ, ପାଇକ ଆଖଡ଼ା ନୃତ୍ୟ ଆଦି ଲୋକକଳାମାନ ଆମ ସଂସ୍କୃତିର ଗାଥା ବହନ କରୁଅଛି। ପ୍ରତ୍ୟେକ ପର୍ବପର୍ବାଣୀ ତଥା ଜାତୀୟ ମହୋତ୍ସବ ଗୁଡ଼ିକରେ ଏସବୁର ପ୍ରଚଳନ ହେତୁ ସାମାଜିକ ବନ୍ଧନର ସୁଦୃଢ଼ତା ବଜାୟ ରହିପାରୁଛି। ତେଣୁ ଆମ ଲୋକକଳା ଆମ ଗୌରବ ଅଟେ। ମନ୍ଦିର ମାଳିନୀ ମୋ ଓଡ଼ିଶାର କାରୁକାର୍ଯ୍ୟ, କୋଣାର୍କର ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ରାଜାରାଣୀ ମନ୍ଦିର, ଧଉଳି ଶାନ୍ତିସ୍ତୂପ ଇତ୍ୟାଦିର ସୂକ୍ଷ୍ମ କଳାକୃତି ବିଶ୍ୱ ପ୍ରସିଦ୍ଧ ହୋଇପାରିଛି। ଯେଉଁଠାରେ ଶ୍ରେଷ୍ଠ କଳାର ନିଦର୍ଶନ ସେ ହିଁ ଉତ୍କଳ। ଉତ୍କଳ ମୋ ରାଜ୍ୟର ପୁରାତନ ନାମ, ମୋ ରାଜ୍ୟର ଗୌରବ, ମୋ ଲୋକକଳା। ବିଭିନ୍ନତା ମଧ୍ୟରେ ଏକତା ହିଁ ମୋ ଓଡ଼ିଶାର ଲୋକକଳାର ଉତ୍କୃଷ୍ଟ ନିଦର୍ଶନ। ମୋ ଓଡ଼ିଶାର ଓଡ଼ିଶୀ ନୃତ୍ୟ ସମଗ୍ର ବିଶ୍ୱ ଭୂମଣ୍ଡଳରେ ବିଦ୍ୟମାନ ତଥା ପ୍ରଶଂସିତବନ୍ତ। ସମ୍ବଲପୁରୀ ନୃତ୍ୟ, କବି ବୈଷ୍ଣବ ପାଣି ଗୀତିନାଟ୍ୟ, ରଘୁରାଜପୁରର ଗୋଟିପୁଅ ନୃତ୍ୟ, ଜନଜାତି ବନବାସୀ ନୃତ୍ୟ ତଥା ଓଡ଼ିଶୀ ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ, ସମ୍ବଲପୁରୀ ବସ୍ତ୍ର, କଟକର ସୁନାରୂପା ତାରକସି କାମ ସମଗ୍ର ବିଶ୍ୱରେ ଆଦର ପାଉଅଛି। ଆମ ଲୋକକଳା ଆମ ସଂସ୍କୃତିର ରକ୍ଷା କବଚ। ପର୍ବପର୍ବାଣୀ ତଥା ସାମ୍ପ୍ରଦାୟିକ ସଦ୍ଭାବନାର ବୀଜ ବପନ କରୁଅଛି ମୋ ରାଜ୍ୟର ଲୋକକଳା। ସେଥିପାଇଁ କପିଳ ସଂହିତାରେ ଉଲ୍ଲେଖ ଅଛି ଯେ ପୃଥିବ୍ୟାଂ ଭାରତଂ ଶ୍ରେଷ୍ଠଂ ଭାରତେ ଚୁତ୍କଳଃ ସ୍ମୃତଃ ଉତ୍କଳସ୍ୟ ସମ ଦେଶଃ କ୍ୱାପି ନାସ୍ତି ମହିତଳେ। ସମସ୍ତ କଳାକୃତିକୁ ଅନୁଧ୍ୟାନ କଲେ ବେଶ ଅନୁମାନ କରାଯାଇପାରେ ହଜାରେ ବର୍ଷ ଆଗରୁ ମୋ ଓଡ଼ିଶାର ଲୋକକଳା କେଡ଼େ ମହାନ ଥିଲା। ଓଡ଼ିଆ ଭାବରେ ଆମ ଲୋକକଳା ହେଉଛି ଆମର ଗର୍ବର ବିଷୟ। ଆମ ଲୋକକଳା ଆମ ଗୌରବ। ଆମର ଏହି ମହାନ ଲୋକକଳାକୁ ପାଶ୍ଚାତ୍ୟ ଅନୁକରଣକାମୀ ନ କରାଇ ଆହୁରି ପୃଥିବୀର କୋଣ ଅନୁକୋଣରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଳଙ୍କୃତ କରିବା ନିମନ୍ତେ ଆମ୍ଭେ ପ୍ରତ୍ୟେକ ଓଡ଼ିଆମାନେ ସଂକଳ୍ପବଦ୍ଧ ହେବା